ଆପଣ ସ୍ୱାଗତ କରୁଛି ଓଟିଭି କୁ। ଧନ୍ୟବାଦ। ନିର୍ବାଚନ ପାଖେଇ ଆସିଲାଣି, ଲଢ଼େଇ ମଧ୍ୟ ଜୋରଦାର ହେଲାଣି, ତ ଚଳିତ ଥର କେମିତି ରହିବ ରଣନୀତି ରମେଶ ଜେନାଙ୍କର? ଶୁଣନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଯାହା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳର ଜନସାଧାରଣ ମାନେ ପୂର୍ବ ଏବଂ ବର୍ତ୍ତମାନର ପରିସ୍ଥିତି, ଯୋଉ 2014ରୁ 19 ଯୋଉ ପରିସ୍ଥିତି ଥିଲା, 2019ରୁ 24 ଯୋଉ ପରିସ୍ଥିତି ଅଛି, ଆକୁ ଆକଳନ କରୁଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଏବେ ମଧ୍ୟ ଆପଣମାନେ ଦେଖୁଥିବେ ଯେ ବିଭିନ୍ନ ଦିନ ଏବଂ ସବୁ କାର୍ଯ୍ୟରେ ବର୍ଷ ତମାମ ଲୋକଙ୍କ ସାଙ୍ଗରେ ରହି କାମ କରି ଆସିଛି। ତ ଲୋକଙ୍କର ମନରେ ଗୋଟେ ଭଲ ଚିନ୍ତାଧାରା ଆସିଛି ଏବଂ ମୁଁ ମଧ୍ୟ ଲୋକଙ୍କୁ ସାଙ୍ଗରେ ନେଇକି ସବୁଦିନେ ଚାଲେ। ଲୋକଙ୍କର ଭଲ ମନ୍ଦ ଦୁଃଖ ସୁଖରେ 2014 ଏଥିପାଇଁ ଆମେ କହିବା ଯେ 2014ରେ ରମେଶ ଜେନା ପରାଜୟ ବରଣ କରିଥିଲେ। ତେବେ 2019ରେ ଜିତିବା ପରେ ଏମିତି କଣ କାମ କଲେ ଯେ ଲୋକ ଆକଳନ କରୁଛନ୍ତି 2024 ପାଇଁ? ଶୁଣନ୍ତୁ, ବହୁତ କିଛି କାର୍ଯ୍ୟ ହେଇଛି ଯୋଉ କାର୍ଯ୍ୟ କି କାମରେ କରିକି ଦେଖାଇଛି। ଆଚ୍ଛା, ଯଥା ବାକି ଯଥା ମାନେ କଣ ଏମିତି ଗୋଟେ କାମ? ଶୁଣନ୍ତୁ, କାମ ଗ୍ରାମାଞ୍ଚଳରେ କାମ ବୋଲେ କଣ, କଲ୍ୟାଣ ମଣ୍ଡପ, କୋଠଘର, ମନ୍ଦିର, ବୁଝିଲେ, ବାକି ଚେକ୍ ଡ୍ୟାମ୍ ଏସବୁ କାର୍ଯ୍ୟ ହେଇଛି। ବାକି ଯୋଉ ହେଇଛି ଏନର୍ଜିଏସ୍ ରେ କାମ ହେଇଛି। ଏ ପରିପ୍ରେକ୍ଷୀରେ ଆଉ ସରକାର ତ ଇଣ୍ଡଷ୍ଟ୍ରିଆଲ କରିପାରିନାହାନ୍ତି କି ରୋଜଗାର ଦେଇପାରିନାହାନ୍ତି। ଆପଣଙ୍କ ଅଞ୍ଚଳରୁ ଦାଦନ ବି ବେଶୀ ଦାଦନ ହଜାର ହଜାର ସଂଖ୍ୟାରେ ଯାଉଛନ୍ତି। ଏହା ହଉଛି କଥା। ବାକି ଯୋଉ ଲୋକଙ୍କର ଯୋଉ ସମସ୍ୟା, ଲୋକଙ୍କର ଯୋଉ ଅସୁବିଧା, ଲୋକଙ୍କର ଯୋଉ ବେଳେ ବେଳେ ଯୋଉ ପରିସ୍ଥିତିରେ ଥାଉଛନ୍ତି, ସେ ଜାଗାରେ ପହଞ୍ଚିକି ମୁଁ ଲୋକଙ୍କ ସାଙ୍ଗରେ ରହିଛି। ଦୁଃଖ ଲାଗୁଛି ଯେ ରୋଜଗାର ନାହିଁ ଲୋକଙ୍କ ପାଖରେ। ଯୋଉ ଗ୍ରାମାଞ୍ଚଳରେ ଲୋକମାନେ ରହୁଛନ୍ତି, ବିଭିନ୍ନ ସମସ୍ୟା ନେଇ ରହିଥାଉଛନ୍ତି, ତାହା ବଡ କଷ୍ଟକର କଥା। ତ ମୁଁ ସବୁଦିନେ ତାଙ୍କ ସାଙ୍ଗରେ ରହିକି ଆସିଛି। 2014ରେ ଆପଣ ମା ଠାରୁ ହାରିଥିଲେ, 2019ରେ ମାଆକୁ ହରେଇଥିଲେ, ବର୍ତ୍ତମାନ ସେ ମାଆଙ୍କର ଝିଅ ବର୍ତ୍ତମାନ ଆସିଛନ୍ତି। ଶୁଣନ୍ତୁ, କେତେବେଳେ କାହା ଦଳର କିଏ ପ୍ରାର୍ଥୀ ହେବ ସେଇଟା ତ କହିହବନି, କିନ୍ତୁ ଲୋକଙ୍କର ସମସ୍ୟା ନେଇକି ଲୋକଙ୍କର ସମସ୍ୟା ଯିଏ ବୁଝିପାରୁଛି, ଲୋକଙ୍କ ସାଙ୍ଗରେ ଯିଏ ରହିପାରୁଛି, ତ ଲୋକ ତାକୁ ଚାହୁଁଛନ୍ତି। ନାଁରେ ଅପପ୍ରଚାର ହଉନି କିଛି ବର୍ତ୍ତମାନ ସମୟରେ? ଆମେ ବି ଶୁଣିଥାଉଛୁ ସୋସିଆଲ ମିଡିଆରେ। ମୋ ନାଁରେ ନୋ ଡାଉଟ୍ କିଛି ଗୋଟେ କେସ୍ ଅଛି, ଯୋଉଟା କି ଆପଣମାନେ ସମସ୍ତେ ଜାଣିଛନ୍ତି। ସେ ଗୋଟେ ଜିନିଷକୁ ଧରିକି ଏମାନେ ବିଭିନ୍ନ କଥା କହିପାରିବେ, କିନ୍ତୁ ଯୋଉଟା କି ମାନେ ନ୍ୟାୟାଳୟରେ ଅଛି, ବିଚାରାଧୀନ ରହିଛି, ତାପରେ କିଛି କହିବା କଥା ନାହିଁ। ସେଇ ଗୋଟେ ଜିନିଷକୁ ଧରି ଆକ୍ଷେପ କରୁଛନ୍ତି। କ୍ୟାମେରା ପର୍ସନ ଫିନୋଜଙ୍କ ସହ ଅଶୋକ ବ୍ରହ୍ମା, ଓଟିଭି।